କାଳବୈଶାଖୀରେ ଉଡ଼ିଗଲା 5ଟି ବିଦ୍ୟାଳୟର ଆଜବେଷ୍ଟର। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମ ପଞ୍ଚାୟତରେ ଥିବା 5ଟି ବିଦ୍ୟାଳୟ କାଳବୈଶାଖୀର ଶିକାର ହୋଇଛି। ପିଇଟି ଏବଂ ଷ୍ଟୋର ରୁମ୍ର ଆଜବେଷ୍ଟର କାଳବୈଶାଖୀରେ ଉଡ଼ିଯାଇଛି। ଏହି କାଳବୈଶାଖୀର ଅନେକ ସ୍ଥାନରେ ପ୍ରଭାବ ରହିଥିଲେ ମଧ୍ୟ 5ଟି ବିଦ୍ୟାଳୟର ବିଶେଷ କ୍ଷୟକ୍ଷତି ହୋଇଥିବାର ଦେଖାଦେଇଛି। କାଳବୈଶାଖୀର କାଳରୂପୀ କାୟା ବିସ୍ତାର କରିଚାଲିଛି। ଏମିତି କେଉଁ ମୁହୂର୍ତ୍ତରେ କେମିତି ଯେ ରୂପ ନେବ ସନ୍ଦେହରେ ଜନଜୀବନ। ଆକାଶ ମେଘାଚ୍ଛନ୍ନ ହେଲା ମାନେ ଲୋକମାନଙ୍କ ମନରେ ଭୟ ସଞ୍ଚାର ହୋଇଯାଉଛି। କେତେବେଳେ କେଉଁ ରୂପ ଧରି ଏ ମାଟିକୁ କାଳବୈଶାଖୀ ଗ୍ରାସ କରିବ, ସେହି ଚିନ୍ତାରେ ଜନସମାଜ। ବିଦ୍ୟାଳୟ ଆଜବେଷ୍ଟର ଉଡ଼ିଯିବା ପରେ ଖେଳ ସାମଗ୍ରୀ ଏବଂ ଚାଉଳ ଅଳ୍ପକେ ବିଶେଷ କ୍ଷତିରୁ ବଞ୍ଚିଯାଇଛି। କାଳବୈଶାଖୀ ହେବା ପରେ ବର୍ଷାର ପ୍ରଭାବ ବିଶେଷ ନଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ନଷ୍ଟ ହେବାରୁ ଅଳ୍ପକେ ରକ୍ଷା ପାଇଯାଇଛି। ତଥାପି ଆଗକୁ ଏମିତି କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ଖେଳ ସାମଗ୍ରୀ ଏବଂ ଚାଉଳକୁ କେମିତି ଆୟତ୍ତ କରାଯିବ, ସେଥିପାଇଁ ଚିନ୍ତାରେ ବିଦ୍ୟାଳୟ ପରିଚାଳନା କମିଟି। ଫାଇଭଟି ବିଦ୍ୟାଳୟର ଆଜବେଷ୍ଟର ଉଡ଼ିଯାଇଥିବା ଯୋଗୁଁ ବିଦ୍ୟାଳୟରେ ଏବେ ଚିନ୍ତାର କାରଣ ହୋଇଯାଇଛି। ବର୍ତ୍ତମାନ ଆବଶ୍ୟକୀୟ ଜିନିଷକୁ କେଉଁଠାରେ ରଖାଯିବ, ତାହା ଅତି ସମସ୍ୟା ଦେଖାଦେଇଛି। ଏହାର ତୁରନ୍ତ ମରାମତି କରିବା ଆଶାରେ ପରିଚାଳନା କମିଟି ଚିନ୍ତା କରୁଥିବା ବେଳେ ପ୍ରଶାସନ ମଧ୍ୟ ଦୃଷ୍ଟି ଦେଇ ଯଥାଶୀଘ୍ର ଏହାର ମରାମତି କାର୍ଯ୍ୟ କରିବା ପାଇଁ ସର୍ବସାଧାରଣ ଅନୁରୋଧ କରିଛନ୍ତି। ଯଦି ତୁରନ୍ତ ଏହାର ପଦକ୍ଷେପ ନିଆ ନଯାଏ, ତାହେଲେ ବିଦ୍ୟାଳୟର ଅନେକ କ୍ଷତି ଘଟିବ ବୋଲି ଜଣାପଡ଼ୁଛି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, এবি ନ୍ୟୁଜ୍।